ପୋଜିସନ୍ ନିଏ ହେଲା ଏଇଗୁଡ଼ା ସବୁ ଆମ୍ବ ଝଡ଼ି। ନମସ୍କାର, ଜୟ ଜଗନ୍ନାଥ ସମସ୍ତଙ୍କୁ, ହାପି ନ୍ୟୁ ଇୟର୍। ତ ବଉଳ ଅମାବାସ୍ୟା ଯାଇକି ଆସିକି ପୂର୍ଣ୍ଣିମା ହେବାକୁ ବସିଲାଣି, କିନ୍ତୁ ମୋର ବଉଳ ଅମାବାସ୍ୟା ଭିଡ଼ିଓ ଏବେ ପୋଷ୍ଟ ହେଉଛି। ତ ବଉଳ ଅମାବାସ୍ୟାରେ ଗଇଁଠା ପିଠା ପାଇଁ ଏଠି ଦେଖିପାରୁଥିବେ, ତ ଅରୁଆ ଚାଉଳକୁ ନେଇକି ମୁଁ ବାଟିକି ସେଥିରେ ଏଠି ଜନ୍ତି ଦେଇଛି ପିଠା ପାଇଁ। ତ ଏଠି ଦେଖିପାରୁଥିବେ ମୁଁ ଏଠି ଗଇଁଠା ପିଠା ତିଆରି କରିଦେଇଛି। ତ ଏପଟେ ଦେଖିପାରୁଥିବେ ପାଣି ଆମର ଫୁଟିଲାଣି। ତ ସେ ତିଆରି ପିଠାକୁ ସେଥିରେ ଆମେ ପକାଇଦେଲୁ। ତ ଅଳ୍ପ ପିଠା କରିଛି କାହିଁକିନା ଆମର ଲେଟ୍ ହେଇଯିବ ଯିବା ପାଇଁ। ତ ଆମ୍ବ ଗଛ ଆମର ଏଠି ପାଖରେ, ଘର ପାଖରେ ନାହିଁ, ତ ସେଥିପାଇଁ ଆମେ ବିଲକୁ ଯିବୁ ଆମ୍ବ ଗଛ କତିକି, ମାନେ ଗଛକୁ ବନ୍ଦେଇବା ପାଇଁ। ତ ସେଥିପାଇଁ ଦେଖିପାରୁଥିବେ ଏଠି ଗୋଟେ ଜାଗାରେ କ୍ଷୀର ଆଉ ସେଥିରେ ଗୁଡ଼ ଦେଇଦେଲି। ତ ଏଇ ଯେଉଁ ଗଇଁଠାଟା ଆମର ଏଠି ରେଡ଼ି ହେଇଗଲା, ସେ ଗଇଁଠାକୁ ନେଇକି ସେ କ୍ଷୀର ଆଉ ଗୁଡ଼ ଦେହରେ ପକାଇଦେବା। ତ ରେଡ଼ି ହେଇଗଲା ଆମର ଗଇଁଠା ପିଠା। ତ ଜଲ୍ଦି ଏମିତି ପିଠାଟା କରିଦେଇଛି କାହିଁକିନା ସନ୍ଧ୍ୟା ହେଇଯିବ ଆଉ ଗଛ ବନ୍ଦେଇବାକୁ ଯାଇ ହେବନି। ତ ଚାଲନ୍ତୁ ଜଲ୍ଦି ଯିବା। ତ ଆମର ଟିକେ ଦୂରରେ ଅଛି ଆମ ବିଲଟା, ତ ଚାଲନ୍ତୁ ସେଇଠି ଦେଖିବା କ'ଣ କେମିତି ପୂଜା ହେଉଛି। ତ ଫାଇନାଲି ଆମେ ଜଲ୍ଦି ଯାଇକି ପହଞ୍ଚି ଗଲୁ, ଦେଖିପାରୁଥିବେ ବିଲରେ। ତ ବିଲରେ ଦେଖନ୍ତୁ ଧାନ କଟା ଯାଇଛି। ତ ରାସ୍ତା ଟିକେ ହିଡ଼ରେ ଚାଲିବାକୁ ଯାଉଛି ଶାଢ଼ୀ ପିନ୍ଧିକି ଝିଅ ବେଳେ ଟଙ୍ଗ ଟଙ୍ଗ ହେଇକି ପଳଉଥିବା ଡ୍ରେସ୍ ପିନ୍ଧିକି ଆଉ କ'ଣ ହେଇଛି? ହଁ ଚାଲ ଯାଇନି ବା। ଆମ୍ବ ଗଛଟା କୋଉଠି ଦେଖା ହେଲା, ବଉଳ ହବ ଏଥର ଆଉ। ସେଟା ସବୁ ବର୍ଷ ହୁଏ। ହଁ ଏଇ ପୁରା ତଳ କାଟିଦେଲା। ଆଉ କ'ଣ ଆମର ଆମ୍ବ ବଉଳ ଅମାବାସ୍ୟା ହେବା ଆଗରୁ ତ ଆମର ବଉଳ ହେଲାଣି। ବଉଳ ଦେଖେଇଦେନି, ବଉଳ ଦେଖେଇଦେ ଯେଉଁ ଫୋନ୍ଟା ବୋଉ ଟିକେ ଦେଖିବ ତ ବୋଉ ଖୁସି ହେଇଯିବ। ଟିକେ ଆଣି ହେଲାନି ଏତେ ବାଟରୁ ଆଇଲେ ନା। ହଉ ହେଲା, ସିନ୍ଦୁର ଚନ୍ଦନ ଦେଇଦେ, ମନେ ନାହିଁ ଆଉ। ଧୂପ ଦୀପ ଲଗେଇଦେବ, ଫୁଲ ଦେଇଦେବ, ପାଣି ବୁଲେଇ ଦେଇକି ଉପରକୁ ଫୋପାଡ଼ିଦେବ। ତ ଏତେ ଜଲ୍ଦି ଆମେ ବାହାରି ଗଲୁ ଯେ ସେଠିକି ନେଇକି ଝୋଟି ପକାଇବା ପାଇଁ ନେବା ପାଇଁ ଭୁଲିଗଲୁ। ତ ଏତେ ବାଟରୁ ଆସିକି ଆଉ ଝୋଟି ନେଇକି ଯାଇ ହେବନି। ତ ସେମିତିରେ ଟିକେ ପାଣି ଛିଞ୍ଚିକି ସେଠି ପୂଜାଟା ଆମେ ଷ୍ଟାର୍ଟ କରିଦେଲୁ। ଏଇଟା ବଢ଼ିଆ ଟିକେ ଅଛି ତଳେ କାହିଁ ପବନ ଦିଶୁଛି। ଆଉ ସବୁ କେତେ ପିତା କାମ ନେଇଥିଲେ ଏଇଠୁ, ମନେ ଅଛି ନା? ମନେ ଅଛି ନା? ଆଉ ଏଥର ହେଇଛି ଛୋଟ ଛୋଟ
ନା କାହିଁକି ସେମିତି ଉପରକୁ ଫୋପାଡ଼ିବ ଛିଡ଼ା ହେଇ ପଡ଼ ଏଇ ଭାଗରେ ଛାଡ଼ିଦେବ ସେ ଉପରକୁ ପଳେଇବ ମୁଁ ପୋଜିସନ୍ ନିଏ ହେଲା ସେ ଗଛ ଗୋଟେ ପକାଇବି କୋଉଠି ଦେଖା ଢାଳି ଦେବ ସେ ଗୋଟେ ଆମର ବେଶୀ ବେଶୀ ବଉଳ ହେଇଯା ଏଇଗୁଡ଼ା ସବୁ ଆମ୍ବ ଝଡ଼ିବ ଆଳୁ ଗଛ ଫୁଲ ହେଇଛି ଲୋ ଆମର ଆଳୁ ହୁଏ ଆମର ବର୍ଷକ ଖାଇକି ଆହୁରି ବଳେ ତ କେତେ ସୁନ୍ଦର ଦେଖାଯାଉଛି ବିଲ ଦେଖିପାରୁଥିବେ ତ ଧାନ କଟା ହେଇଯାଇଛି ତ ଏପଟରେ ଆମର ସାରୁ ଲଗାଯାଇଛି ଅଳ୍ପ ଲାଗିଛି ତ ସେପଟେ ତ ଆଳୁ ଲାଗିଥିଲା ତ ଚଲନ୍ତୁ ଦେଖିବା ଆଉ କ'ଣ କ'ଣ ସବୁ ଲାଗିଛି ଆମର ତ ପୂଜା ସରିଲାଣି ତ ଏବେ ଆମେ ଘରକୁ ଯିବା ତ ଆମ ଆମ୍ବ ବଉଳ ଦେଖିପାରୁଥିବେ ଆମର ଆମ୍ବ ବଉଳ ହେଇସାରିଲାଣି ତ ଚଲନ୍ତୁ ଆମର ଆହୁରି ବଡ଼ ବଡ଼ ପାଳଙ୍ଗ ଶାଗ ହେଲାଣି କୋଉ ପଟେ ଯିବା କୁହନି ଓହୋ ଯୋଉ ଧାନ କଟା ଛୁଟିଟା ହୁଏ କ'ଣ କରୁଥିଲେ ମୋବାଇଲ ଥିଲା ନା ଟିଭି ଥିଲା ଟିଭି ଥିଲା ଏମିତି ସବୁ ସବୁ ନଥିଲା ନା ଚ୍ୟାନେଲ ସବୁ ଏଇ ଧାନ କଟା ଛୁଟିରେ ଏମିତି ସବୁ ଧାନ ବୁଆ ହବ ରାସ୍ତା ସାରା ପଡ଼ିବ କିଏ କେତେ ଖୁଣ୍ଟିବ ହଁ ଆମର ଅଧେ ଦାମୀ ବିଲ ଏଇ ଚାଷ ବାସ ଭାଇ ସେତେବେଳେ ଲଙ୍କା ଏତିକାଳୁ ଲଙ୍କା ଟମାଟୋ ଗହମ ଆଳୁ ବିଲରେ ଚାଷ କେତେବେଳେ ହୁଏ ନା ଯେଉଁ ଆମ୍ବ ଟାଇମ୍ରେ ଯେଉଁ ଆମ୍ବ ପଡ଼ିଥିବ ଖୁଣ୍ଟିକି ବାପାଙ୍କୁ ଦେଇଦେବୁ ବାପା ନେଇକି ଯାଆନ୍ତି ନା ପରିବା ବିକ୍ରି କରିବାକୁ ସେ ଆମ୍ବକୁ ବି ବିକ୍ରି କରିଦେବେ 5 ଟଙ୍କା 10 ଟଙ୍କା 20 ଟଙ୍କା ଆଣିକି ଦେବେ ଖୁସି ଲାଗେ ଆଉ ଏଇଖିଣା କ'ଣ ଏଇରେ ବାବାରେ ଇଏ ତ ଗୋଟେ ପୁରା ବନ୍ଧ ତଳକୁ ଗଡ଼ି ଥିଲା ଟମାଟୋ ପିଆଜ ହୁଏ ଟମାଟୋ ଲୁଣ ଖାଲି ଘରୁ ନେଇ ଆସୁ ହେଲା କୋଉଠିକି ଯାଇଥିଲେ ଦେଖନି ଦେଖ ଏଇଟା କେତେ ସୁନ୍ଦର ଦେଖାଯାଉଛି ଦେଖନି ମୁଁ ସେ କହୁଛି ମୋର କ'ଣ ସଇଲା ଚलो ଏଠି ଗଇଁଠା ହଉଛି ମୁଁ ଚା ପିଏନି ଲୋ ମାଲୋ ଜମା ମୋର ବା ଗ୍ୟାସ୍ ପାଇଁ ମୁଁ ପିଏନା ଜମାରୁ ସେ ଟିକେ କରିଦେଇ ସାରି ପିଇବେ ଆଉ ଓହୋ चलो 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 दरकार पड़ो ना घर भीतर केमी बेसर रे घर भीतर एत कम आगे सजाई रे ना तो बिलर पूजा सारिकी आसिकी आम पहुँची गलु दादा घरे तो दादा घरे देखिए गईठा पिठा चली तो आम टे बिलू को आसम बोले आम जल्दी जल्दी करदे किंतु प्रायतः संध्या बेले पिठा होगी भोग दिया हुए तो चलतु एबे आमर सब काम सरला तो घर को जीवा मना कर